ହଁ 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 ପଦ୍ମାବତୀ ନଈ ମହାପୁରୁଷ ସେଠି ଅଛନ୍ତି କପଡ଼ା ଏଇଟା କ'ଣ ଲୀଳା ରହିବ ଆଗକୁ ବହୁତ ଲୀଳା କିଛି ହେଇନି, ଲୀଳା ଏଇଟା ପ୍ରକାଶିତ ହେଇନି, ପ୍ରକାଶ ହେଇନାହିଁ। କଳି ନ ଛାଡ଼ିବା ପର୍ଯ୍ୟନ୍ତ ସେଇ ଲୀଳା ପ୍ରଭୁଙ୍କର କାହିଁକି କଳି ପ୍ରଭୁଙ୍କୁ ସତ୍ୟ କରେ। ପ୍ରଭୁ ତ ରଜା ଥିଲେ, ସେ ସବୁ ସୃଷ୍ଟି କରୁଥିଲେ। କଳି ଯେତେବେଳେ ଜନ୍ମ ହେଲା ସେ ବର ମାଗିଲା, ତା ମା ତପସ୍ୟା କଲା। ସେ କିଏ କଳି କ'ଣ ଜାତି କ'ଣ କ'ଣ ଜାଣିଛନ୍ତି କି ନାହିଁ, ତା ନାଁଟା କଳି ବୋଲି ଜାଣୁଛି। ତା ଭିତରେ ବହୁତ ଅଛି ରହସ୍ୟ। ତାକୁ ରଜା କରିଦେଲେ। ସେ କହିଲେ ମୁଁ ଯଦି ରଜା ହେବି, କଳି ଚାଲାକି ବହୁତ ଚାଲାକି। ସେ କହିଲା ଯେ ମୁଁ ଯଦି ରଜା ହେବି ତାହେଲେ ଆପଣ ସତ୍ୟ କରିବି। ନା କ'ଣ ସତ୍ୟ କରିବି? ନା ଅଣ୍ଟା ପେଟ ନଥିବ, ଅଣ୍ଟା ନଥିବ ପେଟ। ଧରିକି ଆସି ମୋତେ ଆସିବେ ଆଗେ, ସେଇଟା ସବୁ ମୁଁ ଯାହାକୁ ଯାହା କରିବି ଆଉ କେହି ମୋର କିଛି କରିପାରିବେ ନାହିଁ। ବୁଝିଲ ଗଲା। ପୁଣି ପ୍ରଭୁ କହିଲେ ମୁଁ ସିନା ବିଷ୍ଣୁ ଅବତାର ନେଇକିରି ମାରିପାରିବି ନାହିଁ, ମୋ ମନ ଇଚ୍ଛାରେ ମୁଁ ଯାହା ଚାହିଁବି ସେଇଟା ହେବି। ବରାହ ହେବି, ସାପ ହେଇପାରିବି, ବାଘ ହେଇପାରିବି, ସିଂହ ରୂପରେ ଯେଉଁ ପ୍ରକାର ମୁଁ ଚାହିଁବି ସେଇ ପ୍ରକାର ହେବ। ଯେତେ ଦାନବକୁ ମାରିବି, ରାବଣକୁ ରାମ ରୂପରେ ମାରିବି, କଂସକୁ କୃଷ୍ଣ ରୂପରେ ମାରିଛି, ଆଉ କଳିକି ରୂପରେ ନିଶ୍ଚୟ କରିବାକୁ କଳି ତାପ ଘର କଳିକି ରୂପରେ ଅଭୟ ଘଟେ। ସନ୍ଦେଶ ଆସିଛି କି ମାନେ କଳ୍କୀଙ୍କର ଜନ୍ମ ଆବିର୍ଭାବ କିଛି କଳ୍କୀଙ୍କର ଯେଉଁ ଜନ୍ମ ଆବିର୍ଭାବ ବିଷୟରେ କିଛି ସନ୍ଦେଶ ଆସିଛି? ହଁ ହଁ। ଆଉ ବର୍ତ୍ତମାନ ମାନେ କଳ୍କୀ କେତେ ମୋ ନାଁ ରାକେଶ ରଞ୍ଜନ ପ୍ରଧାନ। ରାକେଶ ରଞ୍ଜନ ପ୍ରଧାନ। ମୋ ରାଶି ମୀନ ରାଶି, ଉତ୍ତର ଭାଦ୍ରପଦ ମୀନ। ଉତ୍ତର ଭାଦ୍ର ମୀନ।